କଥାରେ ଅଛି, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ସାଙ୍ଗମାନେ, ସତରେ କେତେ ଭଲ ହୁଅନ୍ତା ନା ଯଦି ଦୁନିଆଟା ଆମ ଇଚ୍ଛାରେ ଚାଲିଥାନ୍ତା, ଆଉ ସବୁ ଇଚ୍ଛା ଆମର ଗୋଟିଏ ଚୁଟକିରେ ପୂରଣ ହୋଇଯାଇଥାନ୍ତା ତ ତେବେ କେତେ ଭଲ ହୁଅନ୍ତା। ହେଲେ ସେପରି କ'ଣ ସମ୍ଭବ ଅଟେ? ନା, ବିଲକୁଲ ବି ନୁହେଁ। ଆମେ ମିଛ କହି କିମ୍ବା ଅଧର୍ମ କରି କିଛି ସମୟ ପାଇଁ ଆମେ ଆମର ଖୁସିକୁ ହାସଲ କରିପାରିବା, କିନ୍ତୁ ଦୁଃଖ ଆମ ପିଛା କେବେ ବି ଛାଡ଼ିବନି। ଯଦି ଆମେ ଯୋଗ ମାଧ୍ୟମରେ କିମ୍ବା ଆଧ୍ୟାତ୍ମିକତାର ସହ ଭଗବାନଙ୍କୁ ଚିନ୍ତା କରିବା ନା, ଆମେ ସେତେବେଳେ ହିଁ ନିଶ୍ଚୟ ଶାନ୍ତି ପାଇପାରିବା। ସବୁବେଳେ ମନେ ରଖନ୍ତୁ, ସୁଖଠାରୁ ଶାନ୍ତି ହେଉଛି ସବୁଠୁ ମୂଲ୍ୟବାନ। ଇଚ୍ଛା ପୂରଣ ହୋଇଗଲେ ସୁଖ ତ ମିଳିଯାଏ, ହେଲେ ପୁଣି କିଛି ବଡ଼ ଇଚ୍ଛା ପାଇଁ ଆମର ମନ ସନ୍ଧାନ କରିନିଏ। କାରଣ ଲୋଭର ଶେଷ ନାହିଁ, ସେଥିପାଇଁ ମନ କେବେ ବି ଶାନ୍ତି ପାଇପାରେ ନାହିଁ। ଜୀବନରେ ଆନନ୍ଦ କେବଳ ବିଶ୍ୱାସ ଏବଂ ଶ୍ରଦ୍ଧା ଭାବନାରେ ଭଗବାନଙ୍କୁ ନାମମାତ୍ରାରେ ମିଳିଥାଏ ଏବଂ ଭଗବାନଙ୍କ ପ୍ରତି ଅତୁଟ ଭକ୍ତି ଆଉ ଶ୍ରଦ୍ଧାରେ ମଧ୍ୟ ମିଳିଥାଏ। ଜୀବନର ଗୂଢ଼ ରହସ୍ୟ, ଯାହା ଆପଣଙ୍କୁ ବହୁତ ବଡ଼ ବଡ଼ ଜ୍ଞାନୀମାନେ ମିଶିକି ବୁଝେଇ ନ ପାରିବେ, ତାହା ଆପଣଙ୍କୁ କେବଳ ଭଗବାନଙ୍କ ପ୍ରତି ସମର୍ପଣ ଭାବରେ ଆମକୁ ମିଳିପାରିବ। ନିଜର ଭଲ କର୍ମ ଆଉ କର୍ତ୍ତବ୍ୟ ପଥରେ ସମଭାବନା ସହ ଚାଲିବା ଶିଖନ୍ତୁ। ଅସୁବିଧା, ସୁଖ ଆଉ ଦୁଃଖ ସବୁକିଛି ଭଗବାନଙ୍କ ଚରଣ ତଳେ ସମର୍ପଣ କରିଦିଅନ୍ତୁ। ନିଜକୁ ନିଃସ୍ୱାର୍ଥର ସହ ଭଗବାନଙ୍କ ଚରଣରେ ଛାଡ଼ି ଦିଅନ୍ତୁ। ଦେଖିବେ, ଭଗବାନ ଆପଣଙ୍କୁ ତାଙ୍କ ନିଜ ଭିତରେ ଆଶ୍ରୟ ଦେବେ ଆଉ ସବୁ ବିପଦରୁ ମଧ୍ୟ ଆପଣଙ୍କୁ ଉଦ୍ଧାର କରିବେ। ଆଶ୍ରୟ ଏବଂ ଆଶୀର୍ବାଦ ଭଗବାନ ଆପଣଙ୍କୁ ଦେଇଛନ୍ତି କି ନାହିଁ, ଥରେ ନିଜକୁ ପଚାରି ବୁଝିବେ। ଜାଣିପାରିବେ, ତାହା ଚମତ୍କାର ହୁଏ, ହେଲେ ଆପଣଙ୍କୁ କେବେ ବି ଦେଖାଯାଏ ନାହିଁ, ତାକୁ କେବଳ ଅନୁଭବ ହିଁ କରିହୁଏ। ପ୍ରତ୍ୟେକ ଘଟଣା ପଛରେ କିଛି ନା କିଛି ରହସ୍ୟ ଲୁଚିକି ରହିଥାଏ, ହେଲେ ଆମକୁ ତାହା ଜଣାପଡ଼େ ନାହିଁ। ଆମେ ସ୍ୱାର୍ଥପର ମଣିଷ। ସୁଖ ବେଳେ ତାକୁ ଭୁଲିଯାଇ କେବଳ ଦୁଃଖ ବେଳେ ଆମେ ତାକୁ ହିଁ ମନେ ପକାଇଥାଉ। ତେବେ ଶେଷରେ ମୁଁ ଏତିକି କହିବି, ଭଗବାନଙ୍କ ଉପରେ ଦୃଢ଼ ବିଶ୍ୱାସ ରଖନ୍ତୁ। କାରଣ ଆମେ ଯାହା ବି ଭାବୁଛେ ଆଉ ଯାହା ବି ଲୁଚେଇକି କରୁଛେ, ସବୁ ସେହି ଚକା ଆଖି ହିଁ ଦେଖୁଛି। ପରିସ୍ଥିତି ଯେପରି ଥାଉ ନା କାହିଁକି, କେବେ ବି ଜୀବନରେ ଚିନ୍ତା କରନ୍ତୁ ନାହିଁ। ଋତୁ ପରି ଏହି ଦୁଃଖ ଆଉ ସୁଖ ମଧ୍ୟ ବଦଳିଥାଏ। ଯେପରି ବର୍ଷା ଦିନେ ବର୍ଷା ହୋଇଥାଏ ଆଉ ଖରା ଦିନେ ଖରା ବି ହୋଇଥାଏ, ଆଉ ଯେତେବେଳେ ଏହି ଦୁଇଟି ଯାକ ମିଶିଯିବେ ନା, ସେତେବେଳେ ଆକାଶରେ ଏକ ନୂତନ ଇନ୍ଦ୍ରଧନୁ ମଧ୍ୟ ଦେଖାଯାଏ। ଠିକ୍ ସେହିପରି ଦୁଃଖ ପରେ ସୁଖ ନିଶ୍ଚୟ ଆସିଥାଏ। ବାସ୍, କେବଳ ସମୟକୁ ହିଁ ଅପେକ୍ଷା କରିବାକୁ ପଡ଼ିଥାଏ।